ଯେଉଁମାନଙ୍କୁ ସିପିଟି ପିଜି ଫାଷ୍ଟ ସିଲେକ୍ସନରେ ମନପସନ୍ଦର କଲେଜ ମିଳିସାରିଛି ସେମାନେ କ'ଣ କରିବେ, ଯଦି ମନପସନ୍ଦର କଲେଜ ମିଳିସାରିବା ପରେ ନେକ୍ସଟ ପ୍ରୋସିଜର କ'ଣ ରହିଛି, ଏ ସମସ୍ତ ପ୍ରଶ୍ନରେ ଅନେକ ପିଲା ମୋତେ ଟେଲିଗ୍ରାମ ମାଧ୍ୟମରେ ପ୍ରଶ୍ନ ପଚାରିଥିଲେ। ତେଣୁ ମୁଁ ଏ ଭିଡ଼ିଓ ମାଧ୍ୟମରେ ଆପଣମାନଙ୍କୁ ଜଣାଇବି, ଯଦି ଆପଣଙ୍କର ଫାଷ୍ଟ ସିଲେକ୍ସନରେ ନିଜ ମନପସନ୍ଦର କଲେଜ ମିଳିସାରିଛି ତାହେଲେ ଆପଣମାନେ କେମିତି ଆଡ଼ମିସନ୍ କରିବେ, ସମ୍ପୂର୍ଣ୍ଣ ଡିଟେଲ୍ସ ପ୍ରୋସିଜର ମୁଁ ଏ ଭିଡ଼ିଓ ମାଧ୍ୟମରେ ଆପଣମାନଙ୍କୁ ବୁଝେଇଛି। ଦେଖନ୍ତୁ, এই সেম এক্সাম্পল ଆପଣମାନଙ୍କୁ ପୂର୍ବ ଭିଡ଼ିଓରେ ବୁଝେଇଥିଲି ଏବଂ ଏହି ଭିଡ଼ିଓରେ ମଧ୍ୟ ସେମ୍ ଏକ୍ସାମ୍ପଲ ଦେଇ ଆପଣମାନଙ୍କୁ ବୁଝେଇବି, ଯାହାଦ୍ୱାରା ଆପଣମାନେ ଅତି ସହଜରେ ବୁଝିପାରିବେ। ଯଦି ଆପଣମାନେ ଟେଲିଗ୍ରାମ ଚ୍ୟାନେଲରେ ଜଏନ୍ ହେଇନାହାନ୍ତି, ମୁଁ ଡେସ୍କ୍ରିପସନ୍ ବକ୍ସରେ ଆମ ଟେଲିଗ୍ରାମ ଚ୍ୟାନେଲ ଲିଙ୍କ ଦେଇଦେବି, ଆପଣମାନେ ଚାହିଁଲେ ସେଠି ଜଏନ୍ ହେଇପାରିବେ। ଚାଲନ୍ତୁ ଆରମ୍ଭ କରିବା ଆଜିର ଗୁରୁତ୍ୱପୂର୍ଣ୍ଣ ଭିଡ଼ିଓ। ପ୍ରଥମ କଥା, ଯେଉଁମାନଙ୍କର ମନପସନ୍ଦର କଲେଜ ହେଉ କିମ୍ବା ୟୁନିଭର୍ସିଟି ହେଉ କିମ୍ବା ସବଜେକ୍ଟ ହେଉ ମିଳିସାରିଛି ତାହେଲେ ଆପଣମାନଙ୍କୁ ଫ୍ରିଜ୍ ଅପସନ୍କୁ ଚୟନ କରିବା ପାଇଁ ପଡ଼ିବ। ମନେ ରଖନ୍ତୁ, ସେଠି ଯେତେବେଳେ ଆପଣମାନେ ଲଗ୍ଇନ୍ କରିବେ ଆଜି ଅପରାହ୍ନ 6ଟା ପରେ ଲଗ୍ଇନ୍ ପେଜ୍ରେ ସପୋଜ୍ ଗୋଟେ ପିଲାର ଉତ୍କଳ ୟୁନିଭର୍ସିଟି ଫିଜିକ୍ସ ଆସିଯାଇଛି ଫାଷ୍ଟ ସିଲେକ୍ସନ୍, ଯେହେତୁ ତା'ର 1 ନମ୍ବର ଅପସନ୍ରେ ଉତ୍କଳ ୟୁନିଭର୍ସିଟି ଦେଇଥିଲା ଏବଂ ତା'ର ମନପସନ୍ଦ ୟୁନିଭର୍ସିଟି ଆସିଯାଇଛି, ତାକୁ ସେଠି ଫ୍ରିଜ୍ ଅପସନ୍ ଶୋ କରିବ। ଫ୍ରିଜ୍ ଅପସନ୍ର ଅର୍ଥ ଆପଣଙ୍କୁ ମନପସନ୍ଦର କଲେଜ ମିଳିସାରିଛି, ଆପଣଙ୍କୁ ସେଠି ଆଡ଼ମିସନ୍ ନେବା ପାଇଁ ବାଧ୍ୟ। ତେଣୁ ଆପଣମାନେ କ'ଣ କରିବେ, ଫ୍ରିଜ୍ ଅପସନ୍ ଉପରେ କ୍ଲିକ୍ କରିବେ ଏବଂ କ୍ଲିକ୍ କରିସାରିଲା ପରେ ଆପଣମାନଙ୍କୁ ଉତ୍କଳ ୟୁନିଭର୍ସିଟିର ବା ଆପଣ ଯେଉଁ ଇନଷ୍ଟିଚ୍ୟୁଟ୍ ଦେଇଥିବେ ସେ ଇନଷ୍ଟିଚ୍ୟୁଟ୍ର ଯେତେ ବି ଆଡ଼ମିସନ୍ ଫି ରହିଛି ଆପଣମାନଙ୍କୁ ସେଠି ଶୋ କରିବ। ଆପଣମାନେ ସେ ଆଡ଼ମିସନ୍ ଫିକୁ ଅନଲାଇନ୍ ମାଧ୍ୟମରେ ପେ କରିସାରିଲା ପରେ ଆପଣମାନଙ୍କର ଇଣ୍ଟିମେସନ୍ ଲେଟର୍ ବାହାରିବ। ମନେ ରଖନ୍ତୁ, ଯଦି ଆପଣମାନଙ୍କର ସବଜେକ୍ଟ କିମ୍ବା କଲେଜ ମନପସନ୍ଦରେ ମିଳିସାରିଛି, ଆପଣ ଯେତେବେଳେ ଫ୍ରିଜ୍ ଚୟନ କରୁଛନ୍ତି, ଫ୍ରିଜ୍ ଚୟନ କରିସାରିଲା ପରେ ଏବଂ ଅନଲାଇନ୍ ପେମେଣ୍ଟ କରିସାରିଲା ପରେ ଆପଣମାନଙ୍କର ଇଣ୍ଟିମେସନ୍ ଲେଟର୍ ଡାଉନଲୋଡ଼ ହୋଇଯିବ। ଇଣ୍ଟିମେସନ୍ ଲେଟର୍ ଡାଉନଲୋଡ଼ ହେବାର ଅର୍ଥ ଆପଣଙ୍କୁ ଉତ୍କଳ ୟୁନିଭର୍ସିଟି ଯାଇ ଆଡ଼ମିସନ୍ ନେବା ପାଇଁ ପଡ଼ିବ। ବୁଝିପାରିଲେ? ଏବଂ ଆପଣଙ୍କ ଇଣ୍ଟିମେସନ୍ ଲେଟର୍ ଲେଖାଯାଇଥିବ ଯେ ଆପଣମାନଙ୍କର ଆଡ଼ମିସନ୍ ଡେଟ୍ କେବେ ରହିଛି, ଆପଣମାନେ ସେଇ ଡେଟ୍ରେ ନିଜର ସମସ୍ତ ଡକୁମେଣ୍ଟ ନେଇ ସମସ୍ତ ଡକୁମେଣ୍ଟ ସହିତ ଆପଣଙ୍କ ଇଣ୍ଟିମେସନ୍ ନେଇ ସେ କଲେଜରେ ଆଡ଼ମିସନ୍ ନେଇପାରିବେ। ବୁଝିପାରିଲେ? କ୍ଲିଅର? ସପୋଜ୍ ଗୋଟେ ପିଲାର ଏଠି ବ୍ରହ୍ମପୁର ୟୁନିଭର୍ସିଟି ଆସିଛି, କିନ୍ତୁ ତା'ର ଉପର ଅପସନ୍ ଦେଇଥିଲା, କିନ୍ତୁ ଉପର ଅପସନ୍ ଯିବା ପାଇଁ ତା'ର ଇଚ୍ଛା ନାହିଁ। ମନେ ରଖନ୍ତୁ, ଯେଉଁ ସପୋଜ୍ ଗୋଟେ ପିଲାର 4 ନମ୍ବର ଅପସନ୍ ଆସିଛି, କିନ୍ତୁ କୌଣସି କାରଣବଶତଃ ସେ ପିଲା ଉପର ଅପସନ୍କୁ ଯିବା ପାଇଁ ଇଚ୍ଛା କରୁନି, ସେ ବ୍ରହ୍ମପୁର ୟୁନିଭର୍ସିଟି ଫାଇନାଲି ଆଡ଼ମିସନ୍ ନେବାକୁ ଚାହୁଁଛି। ଯେତେବେଳେ ସେ ଲଗ୍ଇନ୍ କରିବ, ବ୍ରହ୍ମପୁର ୟୁନିଭର୍ସିଟି ପାଖରେ 2ଟା ଅପସନ୍ ଶୋ କରିବ, ଗୋଟେ ଶୋ କରିବ ଫ୍ରିଜ୍, ଗୋଟେ ଶୋ କରିବ ସ୍ଲାଇଡ୍। ତେଣୁ ଯଦି ଆପଣମାନଙ୍କର ବ୍ରହ୍ମପୁର ୟୁନିଭର୍ସିଟି ପାଠ ପଢ଼ିବାର ଅଛି, ଉପର ଅପସନ୍କୁ ଆଉ ଯିବାର ନାହିଁ, ତେଣୁ ଆପଣମାନେ ସେଠି ମଧ୍ୟ ଫ୍ରିଜ୍ ଅପସନ୍କୁ ଚୟନ କରି ଅନଲାଇନ୍ ଆଡ଼ମିସନ୍ ବା ଅନଲାଇନ୍ ଆଡ଼ମିସନ୍ ଫି ଦେଇସାରିଲା ପରେ ଆପଣମାନଙ୍କର ଇଣ୍ଟିମେସନ୍ ଲେଟର୍ ବାହାରିବ ଏବଂ ଆପଣମାନଙ୍କର ଇଣ୍ଟିମେସନ୍ ଲେଟର୍ ବାହାରିବାର ଅର୍ଥ ଆପଣଙ୍କୁ କଲେଜ ଯାଇ ଆଡ଼ମିସନ୍ ନେବା ପାଇଁ ପଡ଼ିବ। କ୍ଲିଅର? ଆପଣମାନେ ବୁଝିପାରିଲେ? ଏବଂ ଆଉ ଗୋଟେ ଗୁରୁତ୍ୱପୂର୍ଣ୍ଣ କଥା, ଥରେ ଫ୍ରିଜ୍ କରି ଅନଲାଇନ୍ ପେମେଣ୍ଟ କରିସାରିଲା ପରେ ଆପଣ ଆଉ ଚେଞ୍ଜ କରିପାରିବେ ନାହିଁ। ତେଣୁ ଯାହା ବି କରିବେ ଭାବିଚିନ୍ତି କରିବେ। ମନେ ରଖନ୍ତୁ, ଯେଉଁ ପିଲାଟି 4 ନମ୍ବର ଅଛି ତା ପାଖରେ ବର୍ତ୍ତମାନ 2ଟା ଅପସନ୍ ଥିବ, ଗୋଟେ ସ୍ଲାଇଡ୍, ଗୋଟେ ଫ୍ରିଜ୍। ତେଣୁ ଯଦି ସେ ଫ୍ରିଜ୍କୁ ଚୟନ କରିସାରୁଛି, ଆଡ଼ମିସନ୍ ଫି ପେମେଣ୍ଟ କରିସାରୁଛି, ସେ ଚାହିଁଲେ ଆଉ ବଦଳେଇ ପାରିବ ନାହିଁ। ତେଣୁ ସେ କେସ୍ରେ ଆପଣମାନେ ଧ୍ୟାନର ସହିତ ସବୁକିଛି ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ, ଦେନ୍ ଆପଣ ନିଜର ଅପସନ୍କୁ ଚୁଜ୍ କରିପାରିବେ। କିନ୍ତୁ ଯେଉଁ ପିଲାର 1 ନମ୍ବର ଅପସନ୍ ଆସିସାରିଛି, ତା ପାଖରେ କେବଳ ଗୋଟିଏ ଅପସନ୍ ଥିବ, ଯେଉଁଟା ହେଉଛି ଫ୍ରିଜ୍, ସେ ଫ୍ରିଜ୍ ଅପସନ୍ରେ କ୍ଲିକ୍ କରି ଆଡ଼ମିସନ୍ ନେବା ପାଇଁ ବାଧ୍ୟ। ଆଶା କରେ ଆପଣମାନେ ବୁଝିପାରିଥିବେ, ଯଦି ଆପଣମାନଙ୍କ ସିଲେକ୍ସନ୍ ଆସିଛି ଆପଣମାନେ କିପରି ଆଡ଼ମିସନ୍ ନେବେ ବା କ'ଣ ଗାଇଡ଼ଲାଇନ୍ସ ରହିଛି। ମୁଁ ବର୍ତ୍ତମାନ ଏବେ କହିବି ଯେ ଆଡ଼ମିସନ୍ର ଡେଡ଼ଲାଇନ୍ କ'ଣ ରହିଛି ବା ଆଡ଼ମିସନ୍ ସ୍କେଡ୍ୟୁଲ୍ କ'ଣ ରହିଛି, ଯାହାଦ୍ୱାରା ଆପଣମାନେ ସେଇ ଡେଟ୍ ବା ସେଇ ଟାଇମ୍ରେ ଯାଇ କଲେଜରେ ଆଡ଼ମିସନ୍ କରିପାରିବେ। ମୁଁ ଆପଣମାନଙ୍କୁ ପୂର୍ବ ଭିଡ଼ିଓରେ କହିଥିଲି ଯେ ଫାଷ୍ଟ ସିଲେକ୍ସନ୍ର ସିଲେକ୍ସନ୍ ଲିଷ୍ଟ ଆଜି ବା ଆପଣମାନଙ୍କର ସେକେଣ୍ଡ ସିଲେକ୍ସନ୍ ନୁହେଁ, ଫାଷ୍ଟ ସିଲେକ୍ସନ୍ ଆପଣମାନଙ୍କର 20 ଅଗଷ୍ଟ ଅପରାହ୍ନ 4ଟା ବେଳେ ପ୍ରକାଶ ପାଇବ, ଆପଣ ଜାଣିଥିଲେ। ଏବଂ ମୁଁ ଆପଣଙ୍କୁ ପୂର୍ବରେ ମଧ୍ୟ କହିଛି, ଯେଉଁମାନଙ୍କୁ ମନପସନ୍ଦର କଲେଜ ମିଳିସାରିଛି ସେମାନେ କେବଳ ଫ୍ରିଜ୍ ଅପସନ୍କୁ ଚୁଜ୍ କରିବେ। ବୁଝିପାରିଲେ? ଫ୍ରିଜ୍ ଅପସନ୍ ଚୁଜ୍ କରିବା ପାଇଁ ଲଗ୍ଇନ୍ ପେଜ୍ କେତେବେଳେ ଓପନ୍ ହେବ? ଆଜି ବା 20 ଅଗଷ୍ଟ ସନ୍ଧ୍ୟା 6ଟା ଠାରୁ 24 ଅଗଷ୍ଟ ଅପରାହ୍ନ 3ଟା ଭିତରେ ଆପଣମାନେ ଫ୍ରିଜ୍ ଅପସନ୍କୁ ଚୟନ କରିପାରିବେ। ବୁଝିପାରିଲେ? ଯେଉଁମାନଙ୍କର ମନପସନ୍ଦର କଲେଜ ମିଳିଛି, ଯେଉଁମାନେ ଫ୍ରିଜ୍ କରିବାକୁ ଇଚ୍ଛୁକ ଅଛନ୍ତି, ସେମାନେ ଆଜି ସନ୍ଧ୍ୟା 6ଟା ଠାରୁ 24 ଅଗଷ୍ଟ ଅପରାହ୍ନ 3ଟା ଭିତରେ ଫ୍ରିଜ୍ ଅପସନ୍କୁ ଚୁଜ୍ କରି ଅନଲାଇନ୍ ପେମେଣ୍ଟ କରିବା ପାଇଁ ପଡ଼ିବ।
क्लियर एवं जो माने फ्रीज करेंगे ऑनलाइन पेमेंट करेंगे और इंटीमेशन लेटर बाहर से एडमिशन समय सीमा रही 21 अगस्त सकाल 10टा ରୁ 24 अगस्त संध्या 5टा आपण मानकर इंटीमेशन लेटर डाउनलोड होबार अर्थ आपन जे एडमिशन हेबा पई पड़िबो जार डेट एवं टाइम मध्ये आपण मानकर इंटीमेशन लेटर बाहरी सारी थिबो किंतु तार गोटे स्केड्यूल रही यही दिन भितर आपण मानकु जाई कॉलेज रे एडमिशन हेबा पई पड़िबो जार समय सीमा 21 अगस्त ରୁ 24 अगस्त संध्या 5टा आशा करे आपण माने समस्त स्केड्यूल बुझी सारी थिबे एवं जो मानकर मन पसंदर कॉलेज मिली सारिची से माने कोन करिवे मु ए वीडियो माध्यम रे उदाहरण सहित आपण मानकु बुझाई सारिची आशा करे वीडियोटी आपण मानकु भल लागिथिबो जदि वीडियोटी भल लागिची चैनल टू सब्सक्राइब करि दियंतु धन्यवाद।